ଆଚ୍ଛା ପିଲା ବେଳର ଏମିତି କିଛି ଘଟଣା କି ଦୁର୍ଘଟଣା ଯୋଉଟା ତୋ ସ୍ମୃତିରେ ଅଛି ଏବେ ବି ଏମିତି କିଛି ମନେ ଅଛି? ହଁ ଅଛି। ମୋର ତଳ ଭାଇ ସହିତ ମୋର ଯେତେବେଳେ ବାଡିଆ ପିଟା ହେଇଥିଲା, ମୁଁ ନାନୀ ବୋଲି ତାକୁ ଶାସନ କରିବାକୁ ଯାଇକି ତାର ଗୋଟେ ଲୁହା ତଡିକା ଧରିକି ତାକୁ ବାଡେଇ ଦେଇଥିଲି। ତାର ହାତରେ 4ଟା ସ୍ଟିଚ୍ ପଡିଥିଲା ଏଇ କହୁଣୀରେ। ସେଥିପାଇଁ ମଧ୍ୟ ବହୁତ ନନା ବୋଉଙ୍କଠୁ ଗାଳି ଶୁଣିଥିଲି। ଆଉ ସେଇଦିନଠୁ ଇଏ କରିଥିଲି ଯେ ମୁଁ କେବେ ଭାଇମାନଙ୍କୁ ବାଡେଇବି ନାହିଁ। ତାଙ୍କ ସହିତ ସୁସମ୍ପର୍କ ରକ୍ଷା କରିବି, ତାକୁ ଭଲରେ ଦେବି। ସେମାନେ କେମିତି ପାଠ ପଢିବେ ସେଇଟା ମୁଁ ଦେଖିବି। ସେଇଟା ଗୋଟେ ନିହାତି ପିଲା ବେଳର ଗୋଟେ ବହୁତ ବଡ ସ୍ମୃତି। ସ୍ମୃତି ନିଶ୍ଚିତ। ଆଚ୍ଛା ସେଥିପାଇଁ କିଏ ଗୋଟେ ଲୁହା ତଡିକା ଧରିକି ଛଡ ଧରିକି ଯଦି କିଏ ଗୋଟେ ଗଲା କାହା ପିଲାକୁ ବାଡେଇବା ପାଇଁ, ମୁଁ ତାକୁ ବିରୋଧ କରେ। କାହିଁକିନା ସେଇ ଜିନିଷଟା ତୋର ରିକଲ୍ ହୁଏ। ଆଚ୍ଛା ଏମିତି କିଛି ସ୍ମୃତି ଆମ ମାନଙ୍କ ସମୟର, ଯେହେତୁ ତୋର ଆମେ ମାନେ ପିଲା ତିନି ଜଣ ଭାଇ ଭଉଣୀ କହି ରଖିବି ଏଠି ଆମ ମାନେ, ତ ନନା ବୋଉ ଆମକୁ ଯଥେଷ୍ଟ ଆମକୁ ସମ୍ପୂର୍ଣ୍ଣତା ସହିତ ଲାଳନ ପାଳନ କରୁଛନ୍ତି। ଆଉ ଆମ ଭାଇ ଭଉଣୀଙ୍କର ଶିକ୍ଷାରେ କୌଣସି ପ୍ରକାର ଅଭାବ ରଖି ନାହାନ୍ତି। ତ ଯେତିକି ସଂସ୍କାର ଶିକ୍ଷା ଆଉ ସାମାଜିକ ନୀତି ଶିକ୍ଷା ଦବା କଥା, ମୁଁ ଭାବୁଛି ଯେ ଆମ ନନା ବୋଉ ଆମକୁ ଦେଇଛନ୍ତି। ତ ସେମିତି ପଚାରିବି ଯେ ଏମିତି କିଛି ପିଲାଦିନର ସ୍ମୃତି ଆମ ମାନଙ୍କର ତୋ ପାଖରେ ଅଛି, ଯେ ଆମେ 3 ଭାଇ ଭଉଣୀ ଏମିତି କିଛି ଘଟଣା ହେଇଥିବ ଯୋଉଟା ତୁ ଏବେ ବି ମନ ପକୁଆରେ ପିଲାମାନେ ଏମିତି କରିଥିଲେ କିଛି ଇନସିଡେଣ୍ଟ ହେଇଛି। ବଡ ଝିଅ ମାନେ ବସ୍ ଆମ ରୋଡ ସାଇଡରେ ଘର, ତେଣୁ ବସ୍ ଯିବା ଆସିବା କରେ। ସେ ପିଲା ଲୋକ ସେ ଯାଇନି, ସେ ଦୌଡିକି ପଳେଇ ଆସିଲା ଘରୁ। ଆସିଲା ବେଳକୁ ଗୋଟେ ଟୁରିଷ୍ଟ ବସ ସେପଟୁ ଆସୁଛି। ସେ କଣ୍ଡକ୍ଟର ଟା ବହୁତ ଦୂରରୁ ଦେଖିଦେଇକି ସେ କଣ କଲା, ଟେକିକି ତାକୁ ନେଇଗଲା, ଓହ୍ଲେଇକି ଟେକିକି ତାକୁ ନେଇଗଲା। ସମସ୍ତେ କହିଲେ ଯେ ଗାଡି ମାଡିଗଲା ବୋଲି। କିନ୍ତୁ ଆମେ ଦୌଡିକି ଘରୁ ଆସିଲା ବେଳକୁ ସେ କଣ କରିଛି, ନେଇଯାଇଛି ବସରେ ତାକୁ ଟେକି ନେଇଯାଇଛି। ସେଇଟା ଗୋଟେ ମୋର ବଡ ସ୍ମୃତି। ଆଉ ଗୋଟେ ସ୍ମୃତି ହଉଛି, ପୁଅଟା ସବୁବେଳେ ଦେହ ଖରାପରେ ପଡେ। ସବୁବେଳେ ତାକୁ ମୁଁ କେତେଥର ଡାକ୍ତରଖାନା ନେଇକି ଯାଇଛି, ସେଇଟା ମାନେ ହିସାବ ନାହିଁ। ଆଉ ତତେ ତ ଜନ୍ମ କରିଥିଲି, ତ ନନା ଡାକ୍ତରଖାନାରୁ ଟେକିକି ନେଇ ଆସିଲେ ଜନ୍ମ ହବାର ଘଣ୍ଟାକେ ପରେ। ମୁଁ କହିଲି ଡାକ୍ତର ନର୍ସ ପାଟି କରିବେ, କାହିଁକି ତମେ ନେଇଯାଉଛ ତାକୁ। ଜନ୍ମା ଶୁଣିଲେ ଧରି ପଳେଇ ଆସିଲେ ଘରକୁ। ତାପରେ ସେଦିନ ରାତିରେ ଏତେ ବାନ୍ତି ହେଲା ଯେ ତୁ ଜାଣିନି ନା, ମାନେ ସେତେବେଳେ ମୋ ପାଖରେ କେହି ନଥିଲେ। ଶ୍ୱଶୁର ନଥିଲେ, କେହି ଗୋଟେ ନଥିଲେ। ମୁଁ ଏକୁଟିଆ, 2ଟା ପିଲା, ଆଉ ତୁ ଜନ୍ମ ହେଇଛୁ। କଣ କରିବି? ସେଠୁ ପୁଣି ନିଜେ ଉଠିକିରି ଯାଇ ପୁଣି ଘର ମାନେ ନିଆଁ ଟିକେ କରି ତାକୁ ଆଣି ତତେ ସେକାଶିକି କଲି, ଯୋଉଟା କି ତୋର ଥଣ୍ଡାଟା ଯୋଉ ହେଇଯାଇଥିଲା, ଥଣ୍ଡାଟା ଟିକେ କମିଲାରୁ ତୋର ବାନ୍ତିଟା ଟିକେ କମିଲା। ଆହୁରି ବି ବହୁତ ଅନୁଭୂତି ରହିଛି, ଯୋଉଟା କି ଶାଶୁଘର ହେଲା ମାନେ ସେଭଳିଆ ପରିସ୍ଥିତି ଆସେ। ସବୁ ତ ପରିପ୍ରକାଶ କରିବା ଉଚିତ ସେଇଟା ବି ପ୍ରକାଶ କରିବା ଉଚିତ ନୁହେଁ। ବହୁତ କଥା ଶୁଣିଛି, ବହୁତ କଥା ସହିଛି, ବହୁତ ଜିନିଷ ମଧ୍ୟ ଆଭଏଡ କରିଛି। କୋଉଠି ନା କୋଉଠି ଜୀବନକୁ ଆଗକୁ ବଢିବା ପାଇଁ ହେଲେ ଏଇଟା ମୂଳ ମନ୍ତ୍ର। ଆଚ୍ଛା ବୋଉ, ସେତେବେଳର ଦୁନିଆ ଆଉ ଏବେର ଦୁନିଆ ଭିତରେ କଣ ବହୁତ ଡିଫରେନ୍ସ ଦେଖୁଛୁ? ଡିଫରେନ୍ସ ବହୁତ ଡିଫରେନ୍ସ। ବର୍ତ୍ତମାନ ତ ସୋସିଆଲ ମିଡିଆ ହେଇଗଲା, ଇଣ୍ଟରନେଟ ହେଇଗଲା, ପ୍ରତି ଘରେ ଘରେ ଟିଭି, ପ୍ରତି ଘରେ ଘରେ ଗାଡି ଘୋଡା। ବର୍ତ୍ତମାନର ଦୁନିଆ, ସେତେବେଳେ ଆମେ ଫୋନ ବି ଇଏ କରିବା ପାଇଁ ପାଉନି। କାହାର ଲ୍ୟାଣ୍ଡ ଫୋନ ଥିବ ଯାଇକି ଟିକେ ଫୋନ କରିବୁ, ନହେଲେ ନାଇଁ। କେବଳ ଆମ ଘରେ ଗୋଟିଏ ଥିଲା ଟିଭି। ସାଇ ଯାକର ସମସ୍ତେ ଆସନ୍ତି, ସେଇଠି ବସିକି ଟିଭି ଦେଖନ୍ତି। ତେଣୁ ସେତେବେଳର ଦୁନିଆ ଆଉ ଏତେବେଳର ଦୁନିଆ ଭିତରେ ସ୍ନେହ ସମ୍ପର୍କଟା ବହୁତ ଥିଲା। ପାରିବାରିକ ସ୍ନେହ ସମ୍ପର୍କ ବହୁତ ଥିଲା। ଆଚ୍ଛା, ଜଣେ ଝିଅରୁ ମା ହେବାର ଯାତ୍ରା ନିଜ ଭିତରେ କେମିତି ପରିବର୍ତ୍ତନକୁ ଲକ୍ଷ୍ୟ କରିଥିଲେ?
ଝିଅରୁ ତ ମା ହବାଟା ସମସ୍ତଙ୍କର ସବୁ ଝିଅ ମାନଙ୍କର ଥାଏ। ଝିଅରୁ ମା ହବା ପାଇଁ ସମସ୍ତେ ସ୍ୱପ୍ନ ଦେଖିଥାନ୍ତି। ଆଉ ମା ହବାଟା ଗୋଟେ ବଡ ସୌଭାଗ୍ୟ। ପ୍ରଥମେ ତମେ ଯେତେବେଳେ ମାଟିଏ ହବ ତମ ଭିତରେ ଗୋଟେ ମାତୃତ୍ୱ ଭାବ ଆସିବ। ମୋ ଜୀବନରେ ବହୁତ ଗୁଡେ ପରିସ୍ଥିତି ଏମିତି ଆସେ ଯୋଉଟା ମଣିଷକୁ ଅଧୈର୍ଯ୍ୟ କରିଦିଏ। ବିଭିନ୍ନ ପ୍ରକାର ସମସ୍ୟା ଆସେ। ତୋ ଜୀବନରେ ବି ସେମିତି ବହୁତ ସମସ୍ୟା ଆସିଥିବ। ତ ସେଇ କଠିନ ସମୟରେ କେମିତି ନିଜ ଭିତରେ ସେ ଧୈର୍ଯ୍ୟ ଆଉ ସାହସ ରଖିଥିଲୁ? ମୁଁ ଜଳକୁ ଡାକେ ଗୋପାଳ। ପ୍ରତି ମୁହୂର୍ତ୍ତରେ ସେ ମତେ ସାହାଯ୍ୟ କରୁଛି। ସୁଖ ଦୁଃଖ ଭଲ ମନ୍ଦ ସବୁଥିରେ ସେ ମତେ ସାହାଯ୍ୟ କରୁଛନ୍ତି। ଆଉ ଗୋଟେ ଜିନିଷ ନନା ହଉଛନ୍ତି ମୋର ମେରୁଦଣ୍ଡ। ଯେତେ ଯାହା ଘଟଣା ଅଘଟଣା ଦୁର୍ଘଟଣା ଯେତେ ଆସିଲା ସବୁବେଳେ ସେ ମତେ ସାନ୍ତ୍ୱନା ଦିଅନ୍ତି, ଧୈର୍ଯ୍ୟ ଦିଅନ୍ତି। ବ୍ୟସ୍ତ ହଅନା, କୌଣସି କଥାରେ ବ୍ୟସ୍ତ ହଅନା, ଯିଏ ଯାହା କହିଲେ ଛାଡିଦେ, ମୁଁ ଅଛି ତୋ ପଛରେ, ବ୍ୟସ୍ତ ହଅନା। ସେଟା ଗୋଟେ ବହୁତ ବଡ ସାହସ। ଯେତେବେଳେ ଗୋଟେ ସ୍ତ୍ରୀ କୁ ଗୋଟେ ସ୍ୱାମୀ କହେ ଯେ ବ୍ୟସ୍ତ ହଅନା ମୁଁ ତୋ ପଛରେ ଅଛି। ପଇସାର ଅଭାବ ଥିଲେ ମଧ୍ୟ ଏ ସାହସ ଧୈର୍ଯ୍ୟ କିଏ ଦଉଥିଲା? ନାଇଁ ସମସ୍ତେ ଦେଇପାରନ୍ତିନି, କାହିଁକିନା ବହୁତ ଗୁଡେ ଲୋକଙ୍କ ପାଖରେ ପଇସା ଥାଏ କିନ୍ତୁ ସେମାନେ ସାହସ ଧୈର୍ଯ୍ୟ ଏସବୁ ତାଙ୍କ ପାଖେ ନଥାଏ, ସହାନୁଭୂତି ବି ନଥାଏ, ମନୋବଳ ଦିଅନ୍ତି। ହଁ ସେଇଟା ବି ଗୋଟେ ବହୁତ ବଡ ଇମ୍ପୋର୍ଟାଣ୍ଟ ଜିନିଷ। ତ କୋଉଠି ନା କୋଉଠି ନନାଙ୍କୁ ତୁ ବହୁତ ଭଲ ପାଉ, ତୋ କଥା ତୁ କହ। ହଁ ମୁଁ ତାକୁ ବହୁତ ଭଲ ପାଏ। କାହିଁକିନା ଯେତେବେଳେ ନନା ମତେ କହିଲେ ଯେ ମୁଁ ଜୋଇଁ ଦେଖି ଦଉଛି, ତୋ ନନା ମାନେ ମୋ ଅଜା। ମୋ ନନା ଜୋଇଁ ଦେଖି ଦଉଛି, ଚାକିରି ଦେଖି ଦଉଛି, ଘର ଦେଖି ଦଉଛି, ପରିବାର ଦେଖି ଦଉଛି, ତୁ ସମସ୍ତଙ୍କୁ ଆଡଜଷ୍ଟ କରି ଚଳିବୁ, ସେଇଟା ହିଁ ମୋ ଜୀବନରେ ଗୋଟେ ବଡ ମାନେ ଗାଇଡଲାଇନ ତୋର। ଗାଇଡଲାଇନ। ତ ଆଜି ଯାଏ ସେଇ ଗାଇଡଲାଇନ ଟାକୁ ତୁ ଧରିକି ଚାଲିଛୁ, ଯେ କେବେ କାହାକୁ ଦୁଃଖ କଷ୍ଟ ଦବୁନି, ସମସ୍ତଙ୍କୁ ଖୁସିରେ ରଖିବୁ। ସେଇ ଯୋଉ ପ୍ରଚେଷ୍ଟା ଭିତରେ ସେଇ ଯୋଉ ସମସ୍ତଙ୍କୁ ଖୁସି କରିବା ଭିତରେ କେବେ ନିଜେ ଦୁଃଖ ପାଇଛୁ? ଦୁଃଖ ତ ନିଜେ ନିଶ୍ଚିତ। ମୋ ଦୁଃଖ ପାଏ ପଛେ ସେ କହିନଥିଲା ଗୋଟେ ଗୋପବନ୍ଧୁ କହିଥିଲେ ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ, ସମସ୍ତେ ଭଲରେ ରହନ୍ତି। ମୁଁ ଦୁଃଖ ପାଏ, ମୋ ଜୀବନଟା ଦୁଃଖରେ ସରିଯାଉ ପଛେ କିନ୍ତୁ ସମସ୍ତେ ଭଲରେ ରହ, ସମସ୍ତଙ୍କୁ ମୁଁ ଭଲରେ ଖୁସି କରିକି ରଖେଇ ପାରିବି ମୋର ଲକ୍ଷ୍ୟ। ଆଚ୍ଛା ମୋ ନନାଙ୍କ କଥାକୁ ମୁଁ ଏପର୍ଯ୍ୟନ୍ତ ମନେ ରଖିଛି। ନିଶ୍ଚିତ ଏଇଟା ଗୋଟେ ବହୁତ ବଡ ଜିନିଷ ଯେ ଏତେ ବର୍ଷ ତଳରେ ଗୋଟେ ବାପା ମାଙ୍କର ଯୋଉ ଭରସା ଦେଇକି ଗୋଟେ ଝିଅକୁ ବିଦା କରିଥିଲେ ସେଇଟାକୁ ଗୋଟେ ତୁ ଆଜି ପର୍ଯ୍ୟନ୍ତ ମନେ ରଖିଛୁ ଏତେ ବର୍ଷ ପରେ। ଆଚ୍ଛା ବହୁ ପରିବାର ଚଳେଇବା ଭିତରେ, ସଂସାର ଚଳେଇବା ଭିତରେ ପାଖାପାଖି 49-50 ବର୍ଷ ବିବାହ ହେଇଗଲାଣି ତୋର, ତ ଏତେ ଅଧିକ ସମୟ ବିତେଇବା ଭିତରେ ପରିବାର ଚଳେଇବା ଭିତରେ କେବେ ନିଜକୁ ଏକୁଟିଆ ଫିଲ୍ କରିଛୁ? ବହୁତ ଫିଲ୍ କରିଛି, କି କୌଣସି ସ୍ଥାନରେ ତଥାପି ମାନେ ସେଇ ଜିନିଷଟା ମୋର ଟିକେ ମୁହଁ ଶୁଖେଇ ଦେଲେ କି ମୁଁ ଟିକେ କଣ ଭାବିଦେଲେ ନନା ଆସି ମତେ ସାନ୍ତ୍ୱନା ଦିଅନ୍ତି। ତ କୋଉଠି ନା କୋଉଠି ତୁ ଏକୁଟିଆ ଯେବେ ବି ଫିଲ୍ କରିଛୁ ସେଠି ନନା ତୋ ପାଖରେ ଠିଆ ହେଇଛନ୍ତି। ଏତେ ବର୍ଷ ଗୋଟେ 65 ବର୍ଷର ଜୀବନର ଅଭିଜ୍ଞତା, 50 ବର୍ଷର ବୈବାହିକ ଜୀବନର ଅଭିଜ୍ଞତା ଭିତରେ କଣ ଏମିତି ମୂଳ ମନ୍ତ୍ର ଅଛି ଯୋଉଟା ତୁ ଚାହିଁବୁ ଝିଅ ହିସାବରେ ମତେ କିମ୍ବା ଏମିତି ଆମର ଏଇ ଭିଡିଓକୁ ଦେଖୁଥିବା ବହୁତ ଗୁଡେ ମୋ ଭଳିଆ ଝିଅ ମାନେ ବି ଥିବେ,
ତ ତାଙ୍କଠୁ କଣ ଗୋଟେ ଦେବୁ ମନ୍ତ୍ର ଯୋଉଟାରେ କି ସେମାନେ ବି ତାଙ୍କ ଜୀବନରେ ତୋ ଭଳିଆ ଆଡଜଷ୍ଟମେଣ୍ଟ ସହିତ ଗୋଟେ ହାପିଲି ଲାଇଫ ମେଣ୍ଟେନ କରିପାରିବେ। ପ୍ରଥମେ ହେଲା ବଡମାନଙ୍କୁ ସମ୍ମାନ, ଦ୍ୱିତୀୟରେ ହେଲା ସ୍ୱାମୀକୁ କେବେ ଅବମାନନା କରିବ ନାହିଁ, ତାକୁ ସବୁବେଳେ ସମ୍ମାନ ଦଉଥିବ, ତାଙ୍କର କଥା ବୁଝୁଥିବ, ସିଏ ହିଁ ସବୁଥିରେ ଭରସା। ତାପରେ ପିଲାମାନଙ୍କୁ ତମେ ସୁଶିକ୍ଷା ଦେବ, ସେମାନଙ୍କର ଦାୟିତ୍ୱ ନବ, ପାଠ ପଢିବା ପାଇଁ ସେମାନଙ୍କୁ ଆଗେଇ ନବ, ଧୈର୍ଯ୍ୟ ସାହସ ଆଉ ତୁମର ଏକାଗ୍ରତା ଏଇଟା ତମକୁ ବହୁତ ଆଗକୁ ନବ। ବୋଉ ଆଜିର ଯୋଉ କଥାବାର୍ତ୍ତା ଭିତରେ ମୁଁ ତତେ କେବଳ ଗୋଟିଏ ଜିନିଷ କହିବି ଯେ ଗୋଟେ ଝିଅ ହିସାବରେ ଯଦି ଏତେ ଦିନ ଭିତରେ କେବେ କିଛି ତୋ ହୃଦୟକୁ କଷ୍ଟ ଦେଇଥିବି ତାହେଲେ ନିଶ୍ଚିତ ଭାବରେ ତୁ ମତେ କ୍ଷମା କରିଦବୁ। ଆଉ ବାକି ରହିଲା ତୋର ସ୍ନେହ ଆଶୀର୍ବାଦ ସବୁବେଳେ ଆମ ମାନଙ୍କର କାମ୍ୟ, କେବଳ ମୁଁ ନୁହଁ ଆମେ ଭାଇ ଭଉଣୀ ସମସ୍ତଙ୍କର। ତ ତୁ ଏଇ ଆତ୍ମ ଅନ୍ୱେଷଣର ଅଧ୍ୟାୟରେ ଏମିତି ଗୋଟେ ସମୟ ଆସିବ ତୋ ସହିତ ବସି ମୁଁ କଥା ହେବି କି ଭାବିନଥିଲି, ସୁଯୋଗ ମିଳିଲା। ଏ ସମୟଟା ମତେ ଲାଗୁଛି ଆଜି ବହୁତ ଖାସ ଏପିସୋଡ ଟା ମୋ ପାଇଁ। ସବୁବେଳେ ଅନ୍ୟମାନଙ୍କ ସହିତ କଥା ହୁଏ, ଆଜି ମୋ ନିଜର ଗାଇଡ କିମ୍ବା ମୋ ନିଜର ପ୍ରତିବିମ୍ବ ସହିତ ମୁଁ କଥା ହେଲା ବେଳେ ମତେ ଲାଗୁଛି। ତ ବହୁତ ବହୁତ ତତେ ଧନ୍ୟବାଦ, ତୁ ଆସିକି ମତେ ସମୟ ଦେଲୁ, ମୋ ସହିତ ତୁ କିଛିଟା ତୋର ଇମୋସନ କୁ ସେୟାର କଲୁ, ଆଉ ଏମିତି ହସୁଥା ସବୁବେଳେ, ଏମିତି ଆଶୀର୍ବାଦ ଦେଉଥା ଆମକୁ। ଆଶା କରୁଛି ମୋ ବୋଉ ସହ ଆଜି ମୋର ଏଇ କଥାବାର୍ତ୍ତାର ଅଧ୍ୟାୟ ଆପଣ ମାନଙ୍କୁ ଭଲ ଲାଗିଥିବ। ଗୋଟେ ଛୋଟ ଅନୁରୋଧ, ଆଜି ହିଁ ନିଜ ବୋଉଙ୍କ ପାଖରେ ବସନ୍ତୁ, ତାଙ୍କ ସହିତ କିଛି ମନ ଖୋଲା କଥା କୁହନ୍ତୁ, କାରଣ ଆତ୍ମ ଅନ୍ୱେଷଣର ସବୁଠାରୁ ସୁନ୍ଦର ରାସ୍ତା ଘରୁ ହିଁ ତିଆରି ହୁଏ। ଆଗାମୀ ଅଧ୍ୟାୟରେ ପୁଣି ଭେଟ ହବ ଆଉ ଏକ ନୂତନ ବିଷୟବସ୍ତୁକୁ ନେଇ। ସେ ପର୍ଯ୍ୟନ୍ତ ହସୁଥାନ୍ତୁ, ସକାରାତ୍ମକ ରୁହନ୍ତୁ ଏବଂ ଆତ୍ମ ଅନ୍ୱେଷଣକୁ ଅପେକ୍ଷା କରିଥାନ୍ତୁ। ନମସ୍କାର।